ଆକାଶବାଣୀ ଖବର ପଢ଼ୁଛନ୍ତି ଯତୀନ ଦାସ। ଦିଲ୍ଲୀରୁ ପ୍ରଚାରିତ ଏ ସର୍ବଭାରତୀୟ ଓଡ଼ିଆ ସମ୍ବାଦ ଏକ ସଙ୍ଗେ ସମ୍ବଲପୁର ଓ ଜୟପୁର କେନ୍ଦ୍ରରୁ ସମ୍ପ୍ରସାରିତ ହେଉଅଛି। ଆଜିର ସୂଚନା ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ହାସ୍ୟାସ୍ପଦ ମଧ୍ୟ। ଓଡ଼ିଶାର ବାହାରେ ରହିଥିବା ଓଡ଼ିଆମାନେ ମାତୃଭୂମିକୁ ଭିଡ଼ି ଧରିଛନ୍ତି। ଅପରପକ୍ଷରେ ଓଡ଼ିଆର ଯୁବ ସମ୍ପ୍ରଦାୟ ପାଶ୍ଚାତ୍ୟ ଜଗତର ବ୍ୟବହାରକୁ ଅନୁକରଣ କରିବାରେ ବ୍ୟସ୍ତ। ଯେମିତିକି ଡହ ଡହ ପ୍ରଚଣ୍ଡ ଖରାବେଳେ ପଖାଳ ନ ଖାଇ ପିଜା ଖାଉଛନ୍ତି। ଜିନ୍ ପିନ୍ଧିବାକୁ ଆଭିଜାତ୍ୟର ଗୌରବ ବୋଲି ଭାବୁଛନ୍ତି। ଘରେ ତ କେବେ ହେଲେ ଓଡ଼ିଆ କହୁନାହାନ୍ତି। ବେଳେବେଳେ ଅଂଗ୍ରେଜୀ ଆକ୍ସେଣ୍ଟରେ ଓଡ଼ିଆ କହିଲେ ଶୁଣିବାକୁ ଲାଗୁଛି ସତେକି ବନ୍ଧୁକରୁ ଗୁଳି ବାହାରୁଛି। ଓଡ଼ିଶାରେ ଭଲି କ୍ଲବ୍ ନାଁ ହେଲା କସ୍ମିକ୍ କ୍ଲବ୍। ବାହାରେ ଅତି କୌତୁକିଆ ଶବ୍ଦ ପ୍ରୟୋଗ କରି ଭଲିବଲ ନାଁ ଦେଇଛନ୍ତି ଦଣ୍ଡାବାଳୁଆ କ୍ଲବ୍। ଏହି ପରିପ୍ରେକ୍ଷୀରେ ଆମର ସ୍ପେଶାଲ ବ୍ୟୁରୋ ଆମେରିକାରେ ହାଗର ଲେନ୍ ବୋଲି ଗୋଟିଏ ଓଡ଼ିଆ ବହୁଳ ଗାଁରେ ପହଞ୍ଚିଲୁ। ଆସନ୍ତୁ ସେଠିକାର ବାସିନ୍ଦାମାନଙ୍କର ଚାଲିଚଳନ ଅନୁଭବ କରିବା। ଦୁଇ ଜଣ ବାସିନ୍ଦା ନୀତିଶ ଶୋଭାଙ୍କ ଘରକୁ ଚାଲନ୍ତୁ ଯିବା। ଏ ଶୋଭା, କୁଆଡ଼େ ଗଲ? ତୁମକୁ ଗୋଟେ କଥା କହିବାକୁ ଭୁଲିଗଲି। ସରିତା ମାଉସୀ ମେସେଜ କରିଥିଲେ। ତାଙ୍କ ସାନ ଭଉଣୀ ଏଠିକି ଆସୁଛନ୍ତି। ଆମ ଘରେ ବୋଧେ କିଛି ଦିନ ରହିବେ। ଘରକୁ ଟିକେ ସଜେଇଦବ ତ। କୋଉ ସରିତା ମାଉସୀ କହିଲ? ଆମ ବାହାଘରରେ ମାଙ୍କ ପିଇସିଙ୍କ ଯୋଉ କକା ଝିଅ ଭଉଣୀ ଆସିଥିଲେ ତାଙ୍କ କଥା କହୁଛ କି? ହଁ ହଁ, ଥାଉ ଥାଉ। କିଛି ଗୋଟେ ସେମିତି ରିଲେସନ ଥିଲା ପରି ମନେ ହଉଛି। ମା ସରିତା ମାଉସୀଙ୍କୁ କଥା ଦେଇଛନ୍ତି କି ତାଙ୍କ ପୁଅ ମାନେ ମୁଁ ସବୁ ବୁଝିଦେବି। ଆଇ ହାଭ୍ ସମ୍ ବିଗ୍ ପ୍ରୋଜେକ୍ଟସ୍ ଇନ୍ ଦ ଅଫିସ୍। ତୁମେ ଟିକେ ଏସବୁ ଟେକ୍ କେୟାର କରିନେବ ତ। ଓକେ। ହୁଁ, ଯେମିତି ପ୍ରୋଜେକ୍ଟ ନଥିଲେ ତମେ ସବୁ ସମ୍ଭାଳି ପକେଇଥାନ୍ତ। ହେଇଟି ମୋ ମା ଲୋ, ଆମକୁ ଟିକେ ଦେଖି ରଖିକି ବିହେଭ କରିବାକୁ ପଡିବ। ସରିତା ମାଉସୀ ବହୁତ ବାଛନ୍ତି। ବାହାଘରରେ ଛୁଆମାନେ ମାଛ ଖାଇଲା ପରେ ତାଙ୍କୁ ଆଉ ଥରେ ଗାଧେଇବାକୁ କହିଥିଲେ। ମା ବି ତାଙ୍କୁ ସବୁ ନୀତି ନିୟମ ପଚାରିକି କାମ କରୁଥିଲେ। ଆମ ଚଉଠି ଦିନ ମତେ ପରା 7 ଥର ପୁରା ଫ୍ୟାମିଲି ଆଉ ରିଲେଟିଭଙ୍କ ସାମ୍ନାରେ ଭଲ କି ମୁଣ୍ଡିଆ ମାରିବାକୁ କହିଥିଲେ। ତାଙ୍କ ଭଉଣୀ ବି ସେମିତି ହେଇଥିବେ। ତାଙ୍କ ନାଁ କଣ କି? ଦେଖେ, ମାଉସୀ ଲେଖିଛନ୍ତି ଶ୍ରୀମତୀ ରତି ଲତା ପତି। ଆଉ ସେ ନେକ୍ସଟ ମଣ୍ଡେରେ ଆସିବେ। ଏବେଠୁ ସବୁ ଠିକ କରିବାକୁ ପଡିବ। ହେ ପ୍ରଭୁ, ତୁମେ ହିଁ ସାହା। ଶୋଭା ଟିକେ ବ୍ୟସ୍ତ ହୋଇ ପଡ଼ିଛନ୍ତି। ସରିତା ମାଉସୀଙ୍କ ସାନ ଭଉଣୀ ଯେ ତାଙ୍କଠୁ କମ୍ ନଥିବେ। ଆସନ୍ତୁ ଦେଖିବା ତାଙ୍କ ପୁରୁଣା ବାନ୍ଧବୀ ତାଙ୍କୁ ମର୍ଣ୍ଣିଂ ୱାକ୍ରେ କେମିତି ଭାବରେ ମ୍ୟାନେଜ୍ କରୁଛନ୍ତି। ଏଥର ଶୋଭାଙ୍କୁ ଆଉ ପାଇବିନି। ଗେଷ୍ଟ ଆସିବେ ପୁଣି ଓଡ଼ିଶାରୁ। ଘର କାମରେ ତ ଲାଗିବ, ଆଉ ଆମର ମର୍ଣ୍ଣିଂ ୱାକ୍ ବନ୍ଦ। କଣ ଘର ସଫାସଫି ଚାଲିଛି? ମୋ ଘର ସବୁବେଳେ ସଫା। ଲାଷ୍ଟ ୱିକ୍ ଆମ ହାଗରଲେନରେ ସବୁ ଲେଡିଜ ଘରକୁ ଆସିଥିଲେ। ସମସ୍ତେ କହିଲେ ଘରେ ଆଉ ମିରର ରଖିବା କଥା ନୁହଁ। ସୋଫା, ରେଫ୍ରିଜରେଟର, ମାଇକ୍ରୋୱେଭ, ଏମିତି କି ଡିସେସରେ ବି ମୁହଁ ଦେଖାଯାଉଛି। ୟା ରାଇଟ୍। ତମେ ସୁଇମିଂ ପୁଲଟା କଥା ଭୁଲିଗଲ ଯେ। ଏତେ ଚିକ୍ ଚିକ୍ ଯେ ମୁଁ ଲାଷ୍ଟ ଟାଇମ୍ ସେଇଠି ପୁରା ମୋ ମେକଅପଟା ଠିକ୍ କରିଥିଲି। ଅଫିସ କାମରେ ଟିକେ ଲେଟ୍ ହୋଇଗଲା ତ ସେଇଥିପାଇଁ। ହଉ ତାହେଲେ ମୁଁ ଚାଲିଲି, ପୁଣି ଦେଖାହବ। ଓକେ, ଟେକ୍ କେୟାର। ଓକେ, ବାଏ।
ଶୋଭା ନିଜକୁ ଭଲ ଭାବରେ ଆଗନ୍ତୁକଙ୍କ ପାଇଁ ମନକୁ ପାଇଲା ଭଳି ଆରେଞ୍ଜମେଣ୍ଟରେ ବ୍ୟସ୍ତ। ଏପଟେ ଦଣ୍ଡାବାଳୁଙ୍ଗା ଭଲି କ୍ଲବ ପ୍ଲେୟାରମାନେ ସବୁ ଖେଳରେ ମଜଲିସରେ ବିଜି, ଗୁଲି ଘଟି କରିବାରେ ବ୍ୟସ୍ତ। ଚାଲନ୍ତୁ ଦେଖିବା। आजा खेले वॉलीबॉल, आजा खेले वॉलीबॉल, आजा खेले वॉलीबॉल, आजा खेले वॉलीबॉल। ब्यूटी ब्यूटी। ଆଜିକାଲି ନୀତିଶର ଦେଖା ମିଳୁନି। ଆଗରୁ ସେ ଆମ ହାଗରଲାଇନ୍ ଭଲିବଲ ଗ୍ରୁପରେ ରେଗୁଲାର ସ୍ପାଇକର ଥିଲେ। ବୁଝିଲ, ମତେ ହ୍ୟାଗରଲାଇନ୍ ଭଲିବଲ ଗ୍ରୁପର ନାଁଟା ହଗୁରା ଲାଇନ୍ ଭଳିଆ ଶୁଭା ଯାଉଛି। ଏ କିସ କରିବା କହ ତ, ଏ ମଦନ ଟୁକାଟା ଆମର ଆଉ ଠିକ ହବ ଲାଗୁନି। କେନେ ଯେ ତୁଛା ଉଡିଆ ଟୁକାଟା ଆମର। ଏ କି କହିଲା ବାଲେଶ୍ୱର ସତିଆଟା? ଆମର ସବୁଆଡୁ ଏଣ୍ଟରଟେନମେଣ୍ଟ ମଦନଙ୍କ ପାଇଁ ହୁଏ ନା କଣ କହୁଛ ଭାଇନା? ଆଜିର ଖାସି ମାଉସଟା ବୁଢା ଛେଳିଟା ବୋଧେ। ବୁଝିଲ, ଏଥରଠୁ ମୁଁ ମସ୍ତ ଛେଳି ମାଉସ ଆଣିବି। ଆରେ ଭାଇନା, ତୁମେ କଣ ବୁଢା ଛେଳି ବି ଖାଇଛ ନା କଣ? ହଉ, ଯଦି ଭଲ ନ ଲାଗିଲା ଆଉ କିଛି କହିଥାନ୍ତ। ଏଇନା ଯାହା ଖାଇଛି ମୋ ପେଟରେ ଖାଲି ଉବୁଟୁବୁ ହଉଛି। ଓହ, କାହିଁ ଗହଳିଟା କରୁଛ? ଗୋଟେ ମିଠା ପାନ ଖାଇଦଉନ, ପେଟଟା ଶାନ୍ତି ହେଇଯିବ। ଭାଇ ମୁଁ ତ କହୁଛି ଭଲିରେ ଖାଲି ଭେଜ କୁକିଂ କରିବାଟା ଭଲ, ଜମା ବେଶୀ ହେଭି ହବନି। ହେ 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 ନନ୍ଦନ, ଟିକେ ରହିଯାଅ। ଅବିକା ମଦନ ପୁଣି ଗୋଟେ ବମ୍ ପକେଇବ। ନା ନା, କଥାଟା କଣ କି, ଆଗରୁ ଶିବଙ୍କ ନନ୍ଦୀ ଥିଲେ ବୋଲି ଏ ବାବୁ ଆମର ଏଥର ନନ୍ଦନ ହେଇଯାଇଛନ୍ତି। ଓ ହେଇ, ମଦନ ପୁଣି ଆରମ୍ଭ ହେଇଗଲା। ହଉ ଛାଡ, ଆମର ମଦନଟା କଥାକୁ ଧରନି। ହଁ ହଁ, ହଁ ହଁ। ଠିକ ଭାଇ, ମୁଁ ସେ ଓଡିଆ ହିଁ ରହିଗଲି, ଆଉ ସିଙ୍ଗଲ ବି। ନହେଲେ ଗୋଟେ ଗୋରୀ ମ୍ୟାମକୁ ବାହା ହେଇନଥାନ୍ତି। ଭାଇ ତମେ ସବୁବେଳେ ଗୋଟେ ଗୋରୀ ମେ ବୋଲି କାହିଁ କୁହ? ମତେ ଲାଗୁଛି କଣ ଗୋଟେ ରହସ୍ୟ ଭେଦ ମନରେ ଅଛି। ଏ ଦେଖ, ଏ ନନ୍ଦନଟା ଘାସ ଫୁସ ଖାଇକି ବି କେତେ ବୁଦ୍ଧି। ବୁଝିଲ ମାଣି, ତୁମେ ଏଥର କୈଳାସ ପର୍ବତକୁ ଯାଅ। ହଉ ହଉ। ଚାଲ ଚାଲ। ହଉ ହଉ, ଚାଲ ଚାଲ ଚାଲ। ଏଲେ ଏୟାରପୋର୍ଟରେ ଆଗନ୍ତୁକଙ୍କ ଅବିସ୍ମରଣୀୟ ସ୍ୱାଗତରେ ପୁରା ବନ୍ଦୋବସ୍ତ କରିଛନ୍ତି ଶୋଭା। ଲାଗୁଛି ସରିତା ମାଉସୀ ବାଇନକୁଲର ଲଗେଇଲେ ବି, ଯେତେ ଟେକ୍ନିକ୍ ଦେଖିଲେ ବି ତ୍ରୁଟି ବାହାର କରିବା ଅସମ୍ଭବ। Your attention, please. Please do not smoke in the terminal building. Smoking is only permitted in the specified smoking areas. Thank you. ଏଇଟା ଇଂଲିଶରେ ଲେଖିଥିଲେ ହେଇନଥାନ୍ତା? ଆଉ ଏ ଏଲେ ଏୟାରପୋର୍ଟକୁ କିଏ ଗାଁ ବୋହୂ ପରି ଆସେ? ମୋତେ ବି କୁର୍ତ୍ତା ପିନ୍ଧେଇଦେଲ। ସବୁ ଆମକୁ ଜୁରୁ ଆସିଲା ଭଳି ଲାଗୁଛି। ଅଦ୍ଭୁତ ଲୋକ। ହଉ ଥାଉ ଥାଉ, ମା ଯେତେବେଳେ ଖୁସି ହେଇକି କମ୍ପ୍ଲିମେଣ୍ଟ ଦେବେ ସବୁ କ୍ରେଡିଟ ନିଜେ ନେଇଯିବ। ସରିତା ମାଉସୀଙ୍କ ଭଉଣୀ ଯେ, ମତେ ତ ଭାବିକି ଭାରି ଡର ଲାଗୁଛି। Is it my name? No, madam. We are waiting for Rathi Latha Pati. Oh, Muhi Ratilata. It is difficult to read Odia complicated Yuktakshara. Hi, Nish. How are you? ଓ ୟା ହାଏ। And you, Sobha, right? ନମସ୍କାର ବି ନୁହେଁ। Hello, Sobha. I am Rich. ଅଲ୍ ରାଇଟ୍, ଲେଟ୍ସ ଗୋ। ଚାଲନ୍ତୁ ଆଉ ଜଣେ ଓଡ଼ିଆ ଭଦ୍ରଲୋକ ରୋହିତଙ୍କ ଘରକୁ ବୁଲିଯିବା। ଏଠି
सेकेंड जेनेरेशन कुहाଯାउथिबा अमेरिका जन्म होई बड़ होइथिबा युवक संप्रदाय ओडिया कहि पारुछन्ति बोली निजकु बहुत प्राउड अनुभव करुछन्ति। Rohit Bhai, do you know your locality people are just amazing? I don't feel like a visitor. Oh, that is so wonderful. So, what is the plan for today? Johnny, Zumba trainer, 18 neighborhood ku asachanti. Ladies money invited to join the class. No men. We are meeting at Shoba's place today. Can you drop me, please? Well, you know, we all live here like a family. Try to enjoy the good company. ଆଉ ଗୋଟେ କଥା, ଆଜି ଡିନରରେ ମୋ ଫ୍ରେଣ୍ଡ ମଦନ ଆସୁଛି। ତାକୁ କହିଛି ସେ ତତେ ପିକ୍ କରି ଆଣିବ। Dahale the badiya haba. Rastakaja, Rastajaka. Hussy Hussy Asibi. He's so funny. ବାହା ବାହାରେ ଆମେରିକା ଏଥର ଜୁମ୍ବା ଡାନ୍ସ ଟ୍ରେନର ଓଡ଼ିଶାରୁ ଆସୁଛନ୍ତି। ବହୁତ ମଜା ହେବ ଜାଣନ୍ତି ତ ଯେଉଁଠି ଲେଡିଜ୍ ମାନେ ରହିଥିବେ ସେଠି ଏହାର ବିଶେଷ ବିବରଣୀ ଦରକାର ନାହିଁ। ଆଜି ମୁଁ ହାଗାରଲ୍ୟାଣ୍ଡରେ ସବୁ ଲେଡିଜକୁ ଇନଭାଇଟ୍ କରିଛି। ତୁମେ ଜୁମ୍ବା କ୍ଲାସ ନେବ ବୋଲି ଜାଣିକି ସମସ୍ତେ ବହୁତ ଏକ୍ସାଇଟେଡ୍। Thank you, Shobha. ମୁଁ almost 10 years ହେଲା ଜୁମ୍ବା ଟ୍ରେନ୍ କରୁଛି। ପ୍ରାୟ ମ୍ୟାରେଜ ପୂର୍ବରୁ ସବୁ ଆସନ୍ତି। ମୋ କ୍ଲାସ ପରେ 20 ପାଉଣ୍ଡ 30 ପାଉଣ୍ଡ 40 ପାଉଣ୍ଡ ଲୁଜ୍ କରି ମଡେଲ ହେଇ ବାହା ହୁଅନ୍ତି। 40 ପାଉଣ୍ଡ ଲୁଜ୍ କରନ୍ତି ଆଉ ଲୁଜ୍ କରୁ କରୁ ନିଜେ ମ୍ୟାରେଜ କଲେନି। ହେଲେ ସମସ୍ତେ ମ୍ୟାରେଜ କଲେ ଆଉ ତୁମେ କାହିଁକି ରହିଗଲ? I love to be a free bird. ଆଉ ଓଡ଼ିଆ ଟୋକାଙ୍କୁ ତୁମ ଭଳି ଘରେଲୁ ହିଁ ପାରିବେ। Such backward fools. Hi, Rich. I'm so glad to meet you finally. I've heard so much about you. See, ମୁଁ ତୁମ ପାଇଁ special treat ଆଣିଛି। Wait a minute. Let me guess. ତୁମେ ବିଭା, right? Yes, ପୁରା ଠିକ। ତମେ କେମିତି ଜାଣିଲ? Actually, ଶୋଭା already ତୁମ ବିଷୟରେ ଖାସ୍ ଜୋର ଦେଇକି କହିଥିଲେ। ମୋ ବେଷ୍ଟ ଫ୍ରେଣ୍ଡକୁ ଜୁମ୍ବାରେ weight lose କରିବା ଦରକାର ପଡ଼ିବନି। She is a model already. Oh, really? She's so sweet. କଣ ଆଣିଛ? Ravioli. କେମିତି ହେଇଛି ଖାଇକି କହିବ? Oh, so you are well informed of my taste. ಅಯ್ಯಯ್ಯೋ ರಾವಿಯೋಲಿ ଏମିତି ଇଟ୍ କରିବା ତ ତାକତ ଦେବନି ଜି। You come to my house ଜି। ଏକଦମ ଫ୍ରେଶ ବଡା ସାମ୍ବର ସର୍ଭଡ ହଟ୍ ମିଳିବ। Riz, she's Vidya. Her husband is from Odisha and she is from South? No, not at all South ji. Visakhapatnam ji. I don't like Vizag ji. People try to copy English ji. Vizag sound like Zigga Zagga ji. Only Visakhapatnam ji. Interesting ji. Hello, Mu Asigala. Asigali. Hello, Rashmi. Please come. I am so excited about Zumba dance class. So glad to know, Rasmi. We can just start a few steps today. I'm staring through your window, looking up at the stars, up at the stars. See how much I want it, see how bad I need it. You gotta look into my eyes. That's how much I want it, that's how bad I need it. You gotta look into my eyes. Think twice before you let me go. My eyes are mirrors of my
prove me wrong. Go put up a fight. The way I do will knock you down. You know there's an ocean between us. Don't cry about it. Don't cry about it. You want me to take you in my trust. Oh no, you know that ain't the way. Oh no, there's nothing new in this game. हेलो शोभा मु रश्मि को पिक तुझे देखा तो ये जाना सनम, प्यार होता है दीवाना सनम। तुझे देखा तो ये जाना सनम। Oh, Maddie Pie. Hello, Maddie Pie. yeah, let's go. So next class tomorrow? Ayyo, no ji. Tomorrow is Savitri Brata ji. ହଁ ହଁ ମୋର ବି ବ୍ରତ ପାଇଁ କି ମନ୍ଦିର ଯିବାର ଅଛି। Yeah, I know. କାଲି ସବୁ ମିଶିକି ପୂଜା ଦେବା। ମୁଁ ବି ଅଫିସରୁ ଛୁଟି ନେଇଛି। Okay, see you ଶୋଭା, see you Riz. Bye bye ji. ଯାହା ଜଣାପଡ଼ୁଛି ଗୋଟେ ନୂଆ କାହାଣୀ ଶୋଭାଙ୍କ ଘରୁ ଜେମ୍ସ ଭାଲି ପର୍ଯ୍ୟନ୍ତ ଚାଞ୍ଚଲ୍ୟକର ଭାବେ ବ୍ୟାପିଗଲାଣି। ଆସନ୍ତୁ ଦେଖିବା ଏହି କାହାଣୀର କେଉଁ ମୋଡ଼ରେ ଆମେ ପହଞ୍ଚିଲେ। ଆଜି ସବୁ ଆଇଟମ ବଢିଆ ହେଇଥିଲା। ଟେମ୍ପୁରା ଷ୍ଟାଇଲରେ ଶ୍ରିମ୍ପଟା ଜମିଗଲା ଭାଇ। ଆଜି ଭେଜ ଆଇଟମ ବି ବହୁତ ବଢିଆ ଥିଲା। ମୋ ଜେଜେମା ପାମ୍ପଡ଼ ତରକାରୀ ଠିକ ଏମିତି କରନ୍ତି। ଏତେ ଭଲ ଖାଇବା ଆଜି ମଦନ ଆସିଲେନି? ତାଙ୍କ ବିନା ଖଟିଟା ଖାଲି ଖାଲି ଲାଗୁଛି। କିସ ହେଇଛି କି? ଆସିଲେନି କେନେ? ସବୁ ଠିକ ଅଛି ତ? ହଁ ହଁ ଠିକ କହିଲ। ହେଲେ ମଦନ କଥା ରୋହିତ କହିପାରିବେ। କଣ ରୋହିତ, ତୁମକୁ କଣ ଜଣା ଅଛି? ମଦନର କଣ ଗୋଟେ ହେଲା ଜଣା ପଡୁଛି। କାଲି ମୋ ଘରେ ଡିନର ବି ଠିକ ସେ କଲାନି। I thought maybe he is not feeling well. ଆଜି morning ରେ ପଚାରିଲି ଭଲିବଲ କୁ ଆସୁଛ କି? But he sent me a link instead. କଥା କଣ କି ରୋହିତ ଭାଇ, ତାଙ୍କଠୁ ଦି ପଦ ନ ଶୁଣିଲେ ମୋ ଖାଇବାଟା ବା ହଜମ ହୁଏନି। ହେ ରୋହିତ, ଏ ମଦନ କୋଉ ଲିଙ୍କଟା ଦେଇଛି କି? ଟିକେ ଦେଖିବା, ଟିକେ ଜାଣିବା। जब दिल ही टूट गया, जब दिल ही टूट गया, हम जी के क्या करेंगे, हम जी के क्या करेंगे, जब दिल ही टूट गया, जब दिल ही टूट गया। अरे हे ये कौन? ये कौन? ଆରେ କଣ ନୀତିଶ, କଣ ବାଟ ଭୁଲିଗଲ କି?
ଆରେ ଭାଇ କୁହନି, କାଲି ରାତିରେ ଶୋଭା ମୋ ମୁଣ୍ଡଟା ଖରାପ କରିଦେଇଛି। କହୁଛି ଆମ ଘରେ ଯୋଉ ଗେଷ୍ଟ ଆସିଛନ୍ତି ତାଙ୍କର ମଦନ ଭାଇଙ୍କ ସାଥିରେ କଣ ଗୋଟେ ଇଲୁ ଇଲୁ ଚାଲିଛି। ହଁ ସରି। ସତରେ ସତରେ କଣ ହଗେ ନା କଣ? ମୋର ତ ମୂଳରୁ ଡାଉଟ ଥିଲା ମେଡି ଭାଇ ପକ୍କା ଛୁପା ରୁସ୍ତମ ବୋଲି। ହେଲେ ଯାହା ବି କୁହ, ମତେ ତ ଶୁଣିକି ମଜା ଲାଗୁଛି। ହଁ, ଏଇଟା ନିହାତି ଖୁସି ଖବର। ହେଲେ ସ୍ତ୍ରୀ ଲୋକମାନେ ଟିକେ ଏକ୍ଜାଗରେଟ କରନ୍ତି। Do not worry, I will find out. ହଁ ଭାଇ, ଟିକେ ପତା ଲଗେଇଲ। ସବୁ ଜଣା ପଡିବ ଯେ ଇଶ୍କ और मुश्क नहीं चुपता। ଆପଣମାନେ ଶୁଣିଥିବେ ଏ ଇସ୍କ ନେହିଁ ଆସାନ ଏକ ଆଗ କି ଦରିଆ ହେ। ସେମିତି କିଛି ହେବାକୁ ଯାଉଛି ଆମର ଏହି କାହାଣୀରେ। ବାହାରର ଚକମକିଆ ଯେତେ ରହୁ, ମାତୃଭୂମିର ମୋହ ଆମ ସମସ୍ତଙ୍କ ଭିତରେ ଏକ ପ୍ରବଳ ସତ୍ତା ଉପରେ ରହିଥାଏ। ପାସ୍ କେବଳ ଗୋଟିଏ ମର୍ମସ୍ପର୍ଶୀ ମୁହୂର୍ତ୍ତର ଅପେକ୍ଷାରେ। ତାହେଲେ ବିଳମ୍ବ କାହିଁକି? ସେହି ସୁଖଦ ମୁହୂର୍ତ୍ତକୁ ଅନୁଭବ କରିବା ଚାଲ। ଚାଲନ୍ତୁ ଦେଖିବା ଆମର ପ୍ରକୃତ ଓଡ଼ିଆ ହେବାର ଏକ ଅନନ୍ୟ ଉଦାହରଣ। ଏଇ ରିଟ୍ସ, ମ୍ୟାଡି ତମେ ଏଇଠି କେମିତି? ଆଉ ତମ ହଜବେଣ୍ଡ ଫ୍ୟାମିଲି? ସେଇଟା ପୁରା କରିବାକୁ ଆସିଛି। କଣ ବୁଝିପାରିଲନି? କଲେଜ କ୍ୟାଣ୍ଟିନରେ ସବୁ ପାଠପଢା ଭୁଲି ଯେତେବେଳେ ଭଅଁର ପରି ବୁଲୁଥିଲ, ସେବେଠୁ ମୁଁ ତୁମକୁ ହିଁ ଡ୍ରିମରେ ଦେଖି ଆସିଛି। ହେଲେ ମୁଁ ଶୁଣିଲି ତମେ ମ୍ୟାରେଜ କରୁଛ, ପୁଣି ନିଜ ପରି ଗୋଟେ ଟିପଟପ୍ ହ୍ୟାଣ୍ଡସମକୁ। ମୁଁ ତାଙ୍କୁ ମନା କରି ଯେତେବେଳେ ତୁମ କଥା ପଚାରିଲି, ସବୁ କହିଲେ ତୁମେ ସବୁ ଛାଡି କୁଆଡେ ଚାଲିଗଲ। ସେବେଠୁ ମୁଁ ତୁମ ନାଁରେ ସୁଖା ସୁଖା ସାବିତ୍ରୀ ପାଳୁଛି। ସତରେ ମୁଁ ବହୁତ ଭାଙ୍ଗିଗଲି। ଭାବିଲି ତୁମ ପାଇଁ ଯୋଗ୍ୟ ନୁହେଁ ବୋଲି। ଫ୍ରଷ୍ଟ୍ରେସନରେ ଦୂରରେ ରହିବି ବୋଲି ଭାବି ୟୁଏସ୍ ଚାଲି ଆସିଲି ରିଟ୍ସ। ନା ନା, ଆଉ ସେ ରିଚ୍ ନୁହଁ। ଆଜିଠୁ ମୁଁ ବି ଆଉ ମ୍ୟାଡି କହିବିନି। ତୁମେ ମୋ ମଦନ ଆଉ ମୁଁ ତୁମ ରତି। ହେଲେ ମୁଁ ତମର ଏ ଓଡିଆଣୀ ରୂପ ଦେଖି ଫୁଲ ମ୍ୟାଡ।